ଦେବାଦେବୀ ମନ୍ଦିରରେ ନଗ୍ନ ମୂର୍ତ୍ତି କାହିଁକି ରହିଛି? ସବୁ ମଣିଷର ପୂର୍ଣ୍ଣତା ପ୍ରାପ୍ତି ପାଇଁ ଆବଶ୍ୟକ ଧର୍ମ, ଅର୍ଥ, କାମ, ମୋକ୍ଷ। ଏମାନଙ୍କ ମଧ୍ୟରୁ କାମ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକ। କାମସୂତ୍ର ଶିକ୍ଷା ବିନା ପୁରୁଷ ଓ ନାରୀ ନିଜ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଉପଭୋଗ କରିପାରେ ନାହିଁ। ପୂର୍ବେ ସମାଜରେ କାମସୂତ୍ର ଶିକ୍ଷା ଦିଆଯାଉଥିଲା। ଏଥିପାଇଁ ମନ୍ଦିରମାନଙ୍କରେ କାମସୂତ୍ର ନିୟମ ଅନୁସାରେ ପୁରୁଷ ଓ ନାରୀଙ୍କ ନଗ୍ନ ମୂର୍ତ୍ତି ବିଭିନ୍ନ ମୁଦ୍ରାରେ ସ୍ଥାପନ କରାଯାଇଛି। ଦେବତା ଆରାଧନା କରିବା ସହ ଲୋକେ ମୂର୍ତ୍ତିଗୁଡ଼ିକରୁ କାମବିଦ୍ୟା ଶିକ୍ଷା କରୁଥିଲେ। ଆଜିର ସମାଜରେ କାମସୂତ୍ର ଶିକ୍ଷା ଏକ ଲଜ୍ଜାକର ଘଟଣା। ତେଣୁ ମନ୍ଦିରରେ ଥିବା ଏହି ମୂର୍ତ୍ତିକୁ କେତେକ ଅଶ୍ଳୀଳ ବୋଲି କହିଥାନ୍ତି। ଜୟ ଜଗନ୍ନାଥ ସ୍ୱାମୀ।